ମିଠା ବାଣ୍ଟିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ବର୍ତ୍ତମାନ ପାଇଁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ଶନିଦେବଙ୍କର ଆଶୀର୍ବାଦ ଦ୍ୱାରା ଆପଣ ମାର୍ଚ୍ଚ ମାସର ଏହି 4 ଦିନ ମଧ୍ୟରେ କିଛି ବଡ଼ ଶୁଭ ଖବର ପାଇବାକୁ ଯାଉଛନ୍ତି। ବିଶେଷ କରି 21, 22, 23 ଏବଂ 24 ତାରିଖ। ହଁ ବନ୍ଧୁଗଣ, ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି 4 ଦିନ ମଧ୍ୟରେ ଶନିଙ୍କର ପ୍ରଭାବରେ ଆପଣଙ୍କୁ କିଛି ଶୁଭ ଫଳ ମିଳିବାକୁ ଯାଉଛି। ଏହି 4 ଦିନର ଅବଧିରେ ଆପଣ ବାସ୍ତବରେ କିଛି ବଡ଼ ଶୁଭ ଖବର ପାଇବାକୁ ଯାଉଛନ୍ତି। ଏହି ଖବର ଏତେ ଗୁରୁତ୍ୱପୂର୍ଣ୍ଣ ହେବ ଯେ ଏହା ଶୁଣିବା ପରେ ଆପଣ ଢୋଲ ବଜାଇ ବଡ଼ ଧୁମଧାମରେ ଉତ୍ସବ ପାଳିବାକୁ ବାଧ୍ୟ ହେବେ। ପ୍ରକୃତରେ ଆପଣ ଅନେକ ଖୁସି ଉଲ୍ଲାସ ସହିତ ନିଜକୁ ଉତ୍ସବ ପାଳନ କରୁଥିବାର ଦେଖିବେ। ବିଶ୍ୱ ଆପଣଙ୍କ ସଫଳତାର ଉଜ୍ଜ୍ୱଳତା ଦେଖିବ। ଏହି 4 ଦିନ ଆପଣଙ୍କ ପାଇଁ ଏକ ଅସାଧାରଣ ଅନୁକୂଳ ସମୟ ହେବାର ପ୍ରତିଶ୍ରୁତି ଦିଏ। ତେଣୁ ଏହି ପ୍ରମୁଖ ଶୁଭ ଖବର କ'ଣ? ଜୀବନର କେଉଁ କ୍ଷେତ୍ରରୁ ଆପଣ ଏହି ଆନନ୍ଦଦାୟକ ଖବର ପାଇବାର ଆଶା କରିପାରିବେ? ଏହି ଭିଡିଓରେ ଆମେ ଆପଣଙ୍କୁ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଏବଂ ସଠିକ୍ ସୂଚନା ପ୍ରଦାନ କରିବାକୁ ଯାଉଛୁ। ଏହି ଭିଡିଓ ମାଧ୍ୟମରେ ଆମେ ଆପଣଙ୍କ ପାଇଁ ଏକ ବ୍ୟାପକ ଏବଂ ସଠିକ୍ ରାଶିଫଳ ପୂର୍ବାନୁମାନ ଉପସ୍ଥାପନ କରିବୁ। ତେଣୁ ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖନ୍ତୁ। ଏହି ଭିଡିଓର କୌଣସି ଅଂଶକୁ ହାତ ଛଡ଼ା କରନ୍ତୁ ନାହିଁ, କାରଣ ଏହା ଆପଣଙ୍କ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବାକୁ ଯାଉଛି। ତେଣୁ ଆପଣଙ୍କ ନିଜ ଲାଭ ପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ତେବେ ଏହି ଭିଡିଓରେ ଆପଣଙ୍କ ପାଇଁ କିଛି ଶୁଭ ଖବର କୁହାଯିବା ସହିତ ଭିଡିଓରେ କିଛି ସତର୍କତା ମଧ୍ୟ ଉଲ୍ଲେଖ କରାଯିବ, ଯାହା ଆପଣଙ୍କୁ ଏହି 4 ଦିନ ମଧ୍ୟରେ ପାଳନ କରିବାକୁ ପଡ଼ିବ। ଆପଣଙ୍କୁ ସମସ୍ତ ପରିସ୍ଥିତିରେ ଏହି ସତର୍କତା ଗୁଡ଼ିକୁ ପାଳନ କରିବାକୁ ପଡ଼ିବ, ନଚେତ୍ ଆପଣ ଏହି ଶୁଭ ସମୟର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ନାହିଁ। ତେଣୁ ଭିଡିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମନେ ରଖନ୍ତୁ। ତେବେ ବନ୍ଧୁମାନେ, ଭିଡିଓରେ ଆଗକୁ ବଢ଼ିବା ପୂର୍ବରୁ ଆମର ଏକ ଅନୁରୋଧ, ଯଦି ଆପଣ ଭଗବାନ ଶନିଦେବଙ୍କୁ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଭିଡିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ସଚ୍ଚା ହୃଦୟରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ, ଯାହାଦ୍ୱାରା ଭଗବାନ ଶନିଦେବଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିବ ଏବଂ ଆପଣ ସିଧାସଳଖ ତାଙ୍କର ଆଶୀର୍ବାଦ ପାଇପାରିବେ। ତେଣୁ ଆଉ ସମୟ ନଷ୍ଟ ନକରି ଆସନ୍ତୁ ଆଲୋଚନା କରିବା ଯେ ଏହି ଗୁରୁତ୍ୱପୂର୍ଣ୍ଣ 4 ଦିନର ସମୟ ମାର୍ଚ୍ଚ 21, 22, 23 ଏବଂ 24 ନ୍ୟାୟର ଦେବତା ଏବଂ କର୍ମଫଳଦାତା ଭଗବାନ ଶନିଦେବ ତାଙ୍କର ଦିବ୍ୟ ଆଶୀର୍ବାଦରେ ଆପଣଙ୍କ ରାଶି ପାଇଁ କିପରି ପ୍ରକାଶିତ ହେବ। ଆସନ୍ତୁ ଆରମ୍ଭ କରିବା। ଏହି 4 ଦିନ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସୌଭାଗ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ସମୟ ହେବାକୁ ଯାଉଛି। ଏହି 4 ଦିନ ମଧ୍ୟରେ ବଡ଼ ପରିବର୍ତ୍ତନ ଘଟୁଛି ଏବଂ ଅତ୍ୟନ୍ତ ଶୁଭ ସଂକଳନ ସୃଷ୍ଟି ହେଉଛି, ଯାହା ଆପଣଙ୍କର ସୁପ୍ତ ଭାଗ୍ୟକୁ ଜାଗ୍ରତ କରିବ। ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଏବଂ ଏହି 4 ଦିନ ମଧ୍ୟରେ ଆପଣ ବହୁତ ଭଲ ଖବର ପାଇବେ। ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଭଗବାନ ଶନିଦେବଙ୍କ କୃପା ଦ୍ୱାରା ଆପଣଙ୍କ ଗ୍ରହ ସଂକଳନରେ ସ୍ମାରକୀ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ ଆପଣଙ୍କ ପାଇଁ ଅସାଧାରଣ ଭାବରେ ବିଶେଷ, ଲାଭଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଗ୍ରହ ପରିବର୍ତ୍ତନ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ପକ୍ଷରେ ଯିବାକୁ ଯାଉଛି, ଅର୍ଥାତ୍ ସମୟର ଚକ ଆପଣଙ୍କ ପକ୍ଷରେ ଘୁରିବ। ଏହା ପ୍ରକୃତରେ ଏକ ମହାନ ସମୟ। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହି ସମୟ ମଧ୍ୟରେ ଆପଣ ଅତୀତରେ ଯେଉଁ କଠିନ ପରିଶ୍ରମ ଏବଂ ପ୍ରୟାସ କରିଥିଲେ, ସେହି ସମୟର ସକାରାତ୍ମକ ଫଳାଫଳ ଦେଖିବେ। ଆପଣ ଉତ୍ସାହର ସହିତ ଅପେକ୍ଷା କରିଥିବା ସକାରାତ୍ମକ ଫଳାଫଳ ପାଇବେ। ଏହା ବ୍ୟତୀତ ଯେକୌଣସି କାର୍ଯ୍ୟ ଯାହା ସମ୍ପ୍ରତି କୌଣସି ପ୍ରକାରର ବାଧା କିମ୍ବା କୌଣସି ସମସ୍ୟା ଦ୍ୱାରା ଜର୍ଜରିତ ହୋଇଛି, ସେହି ସମସ୍ୟା ଗୁଡ଼ିକର ସମାଧାନ କରିବାର ସମୟ ଆସିଛି।
ଏହି ସମୟର ପ୍ରକୃତି ଏପରି ଗ୍ରହ ସ୍ଥିତି ବର୍ତ୍ତମାନ ଆପଣଙ୍କ ପକ୍ଷରେ ସ୍ଥିର ହୋଇଛି। ଏହି ସମୟରେ ଭଗବାନ ଶନିଦେବଙ୍କର ଅସୀମ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣ ଆପଣଙ୍କ ପିଲାମାନଙ୍କ ସହିତ ଜଡ଼ିତ ଯେକୌଣସି ସମସ୍ୟାର ସମାଧାନ ପାଇବେ, ଯାହା ଆପଣଙ୍କୁ ଆଶ୍ୱସ୍ତ ଏବଂ ଚାପମୁକ୍ତ କରିବ। ଏହା ସହିତ ଏକ ଶୁଭ ପରିବାର ସମାରୋହ କିମ୍ବା କାର୍ଯ୍ୟକ୍ରମ ପାଇଁ ଯୋଜନା ରୂପ ନେଇପାରେ। ଆପଣଙ୍କ ପରିବାରର ଗୁରୁଜନଙ୍କ ଆଶୀର୍ବାଦ ଏବଂ ସ୍ନେହ ପରିବାର ମଧ୍ୟରେ ସକାରାତ୍ମକ ଶକ୍ତିର ଏକ ସ୍ପନ୍ଦନଶୀଳ ପରିବେଶ ବଜାୟ ରଖିବ। ଆପଣଙ୍କ କଠିନ ପରିଶ୍ରମ ଶେଷରେ ଫଳ ଦେବ। ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଜୀବନ ଶକ୍ତିକୁ ବୃଦ୍ଧି କରିବ। ଆପଣ ନିଜର କ୍ଷମତା ଏବଂ ସମ୍ଭାବନା ଉପରେ ଗର୍ବର ଗଭୀର ଅନୁଭବ କରିବେ। ଆପଣ କିଛି ଶୁଭ ଖବର ପାଇବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏହି ଶୁଭ ଖବର ଶିକ୍ଷା, ନିଯୁକ୍ତି କିମ୍ବା ବ୍ୟବସାୟ ସହିତ ଜଡ଼ିତ ହୋଇପାରେ। ସଂକ୍ଷେପରେ, ଆପଣଙ୍କ ପାଇଁ ବିଶେଷ ଭାବରେ ଅତ୍ୟନ୍ତ ଅନୁକୂଳ ସମନ୍ୱୟ ସୃଷ୍ଟି ହୋଇଛି। ଆପଣଙ୍କ ପରିବାରର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରାମର୍ଶ ଆପଣଙ୍କ ପାଇଁ ଏକ ପ୍ରକୃତ ବରଦାନ ପ୍ରମାଣିତ ହେବ। କୌଣସି ପରିସ୍ଥିତିରେ ସେମାନଙ୍କର ନୀତି ଏବଂ ମୂଲ୍ୟବୋଧ ସହିତ ସାଲିସ କରନ୍ତୁ ନାହିଁ। ଏହା କରିବା କେବଳ ଆପଣଙ୍କ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି କରିବ। ଆମେ ଏହା ମଧ୍ୟ କହିବାକୁ ଚାହୁଁଛୁ ଯେ ଏହି ସମୟ ମଧ୍ୟରେ ଏକ ନୂତନ ଚାକିରି କିମ୍ବା ନିଯୁକ୍ତି ସୁଯୋଗ ପାଇଁ ଗ୍ରହ ନକ୍ଷତ୍ର ଗୁଡ଼ିକ ଆପଣଙ୍କର ସପକ୍ଷରେ ଅଛନ୍ତି। ଏହା ବିଶେଷ ଭାବରେ ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଛନ୍ତି, ବିଶେଷ କରି ସରକାରୀ ଚାକିରି ସହିତ ଜଡ଼ିତ ପରୀକ୍ଷା। ଫଳସ୍ୱରୂପ ସରକାରୀ ନିଯୁକ୍ତି ସମ୍ବନ୍ଧୀୟ କିଛି ସକାରାତ୍ମକ ଏବଂ ଶୁଭ ଖବର ସେମାନଙ୍କ ପାଖକୁ ଆସିପାରେ। ଆପଣଙ୍କର କଠିନ ପରିଶ୍ରମ ଫଳ ଦେବ। ଯେପରି ଆମେ ପୂର୍ବରୁ ଏହି ଭିଡିଓରେ ଉଲ୍ଲେଖ କରିଛୁ, ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଅନୁକୂଳ। ତଥାପି ଆମେ ଆପଣଙ୍କୁ ଏହି ସମୟରେ ଅପରିଚିତ ଲୋକଙ୍କ ଉପରେ ଅତ୍ୟଧିକ ବିଶ୍ୱାସ ନ କରିବାକୁ ପରାମର୍ଶ ଦେବୁ। ସେମାନଙ୍କର କଥା ଆପଣଙ୍କ ସ୍ୱାର୍ଥ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ସେମାନେ ଯାହା କୁହନ୍ତି ସେଥିରେ ପ୍ରଭାବିତ ହୁଅନ୍ତୁ ନାହିଁ। ବରଂ ଆପଣ ଯାହା ବି କାର୍ଯ୍ୟ କରୁଛନ୍ତି ସତର୍କତା ଏବଂ ସ୍ୱାଧୀନ ଭାବରେ କରନ୍ତୁ। ଆପଣ କ୍ରୋଧ ଏବଂ ଆବେଗପୂର୍ଣ୍ଣତା ଉପରେ ଦୃଢ଼ ନିୟନ୍ତ୍ରଣ ରଖନ୍ତୁ, କାରଣ ଏହି ଗୁଣଗୁଡ଼ିକ ପ୍ରାୟତଃ ଆପଣଙ୍କର ଅଧିକାଂଶ ଅସୁବିଧାର ମୂଳ କାରଣ ହୋଇଯାଏ। ଆପଣଙ୍କ କାର୍ଯ୍ୟରେ ସଂଯମତା ଅବଲମ୍ବନ କରନ୍ତୁ। ଧୈର୍ଯ୍ୟର ସହିତ ଆଗକୁ ବଢ଼ନ୍ତୁ। ଆପଣ ଆପଣଙ୍କ ପ୍ରୟାସରେ ସଫଳତା ପାଇବାକୁ ଯାଉଛନ୍ତି। ଏହା ବ୍ୟତୀତ ଆପଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ସମୟର ମହାଜାଗତିକ ଚକ୍ର ବର୍ତ୍ତମାନ ଆପଣଙ୍କ ସପକ୍ଷରେ କାମ କରୁଛି। ଗ୍ରହଗୁଡ଼ିକର ସଂରଚନା ଆପଣଙ୍କ ସପକ୍ଷରେ ଅଛି। ତେଣୁ ଚିନ୍ତିତ ହୁଅନ୍ତୁ ନାହିଁ, କେବଳ ଅଟଳ ଦୃଢ଼ତାର ସହିତ ଆଗକୁ ବଢ଼ନ୍ତୁ। ଏହି ସମୟ ମଧ୍ୟରେ ସଫଳତା ଆପଣଙ୍କୁ ଆଲିଙ୍ଗନ କରିବାକୁ ପ୍ରସ୍ତୁତ। ପ୍ରେମ ସମ୍ପର୍କ ବିଷୟରେ ଯଦି କହିବା, ଆମେ ଆପଣଙ୍କୁ ଆଶ୍ୱସ୍ତ କରୁଛୁ ଯେ ସ୍ୱାମୀ ଏବଂ ସ୍ତ୍ରୀଙ୍କର ମଧ୍ୟରେ ବନ୍ଧନ ସୁସଙ୍ଗତ ରହିବ। ଯଦି ଆପଣ କାହା ପ୍ରତି ଭାବନା ପୋଷଣ କରୁଛନ୍ତି, ତେବେ ଏହା ଆପଣଙ୍କର ପ୍ରେମ ପ୍ରକାଶ କରିବାର ଏକ ଉପଯୁକ୍ତ ମୁହୂର୍ତ୍ତ। ଫଳାଫଳ ଆପଣଙ୍କ ସପକ୍ଷରେ ହେବାର ସମ୍ଭାବନା ଅଛି। ଆପଣ ସର୍ବଦା ଇଚ୍ଛା କରିଥିବା ଜୀବନସାଥୀକୁ ବାଛିବାର ସ୍ଥିତିରେ ମଧ୍ୟ ନିଜକୁ ପାଇପାରନ୍ତି। ଆପଣ ଯେଉଁ ପ୍ରେମ ଖୋଜୁଛନ୍ତି ତାହା ପାଇବା ପାଇଁ ଆପଣ ନିୟତ। ପ୍ରେମ ସମ୍ପର୍କ ଦୃଷ୍ଟିକୋଣରୁ ଏହା ବାସ୍ତବରେ ଏକ ଅନୁକୂଳ ସମୟ। ଆପଣଙ୍କର ଘର ଏବଂ ପାରିବାରିକ ଜୀବନରେ ଆନନ୍ଦ ଏବଂ ଖୁସିର ପରିବେଶ ବିରାଜମାନ କରିବ। ଆପଣଙ୍କର ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ପ୍ରଚୁର ସମର୍ଥନ ମିଳିବ। ପ୍ରେମ ସମ୍ପର୍କ ପାଇଁ ଏହା ଏକ ଉତ୍ତମ ସମୟ। ତଥାପି ଯେତେବେଳେ ଆପଣଙ୍କର କ୍ୟାରିୟର ଏବଂ ବ୍ୟବସାୟ କଥା ଆସେ, ଆପଣଙ୍କୁ ବର୍ତ୍ତମାନ ଆପଣଙ୍କର ଧ୍ୟାନ ଆପଣଙ୍କ ବୃତ୍ତିଗତ ପ୍ରୟାସ ଉପରେ କେନ୍ଦ୍ରିତ କରିବାକୁ ପଡ଼ିବ। ଯଦି ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ପ୍ରଚଳିତ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିଛନ୍ତି।
କାରଣ ଆପଣ ଯେଉଁ ଫଳାଫଳ ପାଇଛନ୍ତି ତାହା ଆପଣଙ୍କ ନିବେଶର ପ୍ରୟାସ ସହିତ ସିଧାସଳଖ ସମାନୁପାତିକ ହେବ। ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହିତ ବିଚାର କରନ୍ତୁ। ସେହିପରି ଯଦି ଆପଣ କାହାକୁ ଟଙ୍କା ଋଣ ଦେଉଛନ୍ତି ତେବେ ବିଚକ୍ଷଣତାର ସହିତ ଏହା କରନ୍ତୁ। ନିଶ୍ଚିତ କରନ୍ତୁ ଯେ ସେହି ଟଙ୍କା କେବେ ପରିଶୋଧ କରାଯିବ ତାହାର ସ୍ପଷ୍ଟ ବୁଝାମଣା ଅଛି। ନଚେତ୍ ଆପଣଙ୍କର ପାଣ୍ଠି ଅଟକି ଯାଇପାରେ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ଗ୍ରହ କ୍ରମାନୁସାରେ ଆର୍ଥିକ ଲାଭ ପାଇଁ ଦୃଢ଼ ସମ୍ଭାବନା ସୂଚାଉଛି। ଯଦି ଆପଣ ଟଙ୍କା ଋଣ ଦେବାକୁ ବାଛନ୍ତି ତେବେ ଅତ୍ୟନ୍ତ ସତର୍କତାର ସହିତ ଏହା କରନ୍ତୁ, ଅନ୍ୟଥା ଏହା ଅପୂରଣୀୟ ଭାବରେ ଅଟକି ଯାଇପାରେ। କାହା ଉପରେ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ, ବରଂ ସତର୍କତାର ସହିତ ବିଚାର କରିବା ପରେ ହିଁ ଆପଣଙ୍କର ବିଶ୍ୱାସ ବଢ଼ାନ୍ତୁ। ଏହା ବ୍ୟତୀତ ବର୍ତ୍ତମାନ ନିଯୁକ୍ତି ପାଇଥିବା ଲୋକମାନେ ସେମାନଙ୍କ ଚାକିରି ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଶୁଭ ଖବର ପାଇବାର ଆଶା କରିପାରିବେ। ମୋର କଥା ମନେ ରଖନ୍ତୁ, ଏହା ଦରମା ବୃଦ୍ଧି, ପଦୋନ୍ନତି କିମ୍ବା ଚାକିରିରେ ସ୍ଥାନାନ୍ତର ସମ୍ବନ୍ଧୀୟ ସକାରାତ୍ମକ ଖବରର ରୂପ ନେଇପାରେ। ଆପଣଙ୍କର ନିଯୁକ୍ତି ସମ୍ବନ୍ଧୀୟ ଭଲ ଖବର ପ୍ରାୟତଃ ନିଶ୍ଚିତ। ଯେଉଁମାନେ ବର୍ତ୍ତମାନ ବେକାର ଅଛନ୍ତି କିନ୍ତୁ ସକ୍ରିୟ ଭାବରେ କାମ ଖୋଜୁଛନ୍ତି ସେମାନଙ୍କ ପାଇଁ ତୁମର ପ୍ରୟାସ ବ୍ୟର୍ଥ ଯିବ ନାହିଁ। ଆପଣ ମଧ୍ୟ ସଫଳତା ପାଇବା ପାଇଁ ନିର୍ଦ୍ଦିଷ୍ଟ। ଗ୍ରହ ନକ୍ଷତ୍ର ଗୁଡ଼ିକ ତୁମ ପକ୍ଷରେ ସମାନ ଅଛନ୍ତି। ତୁମ ପାଇଁ ଚାକିରି ପାଇବାର ଦୃଢ଼ ସମ୍ଭାବନା ସୃଷ୍ଟି ହେଉଛି। ଯେପରି ଆମେ ପୂର୍ବରୁ ଉଲ୍ଲେଖ କରିଛୁ, ଗ୍ରହ ଏବଂ ନକ୍ଷତ୍ର ଗୁଡ଼ିକର ଗତି ବର୍ତ୍ତମାନ ତୁମ ପାଇଁ ଲାଭଦାୟକ ହେଉଛି। ଭଗବାନ ଶନିଙ୍କ କୃପା ଏବେ ତୁମ ଉପରେ ରହିଛି। ତେଣୁ ଏହି ଶୁଭ ସମୟର ସର୍ବାଧିକ ଉପଯୋଗ କର। ଏହା ସହିତ ଯଦି ତୁମେ ଜୀବନରେ ଆହୁରି ଆଗକୁ ବଢ଼ିବାକୁ ଚାହୁଁଛ ତେବେ ଏହାକୁ ଏକ ସୁବର୍ଣ୍ଣ ନିୟମ କର। ତୁମେ ଯେତେ ଅଧିକ କରିବ ଏବଂ ଅସହାୟଙ୍କୁ ସାହାଯ୍ୟ କରିବ ତୁମେ ସେତେ ଅଧିକ ସଫଳତା ପାଇବ। ସେମାନଙ୍କର ଆଶୀର୍ବାଦ ତୁମ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଏହାକୁ ଲେଖି ରଖ। ତୁମେ ଯାହା କିଛି ବଞ୍ଚାଇ ପାରିବ, ତାହା ଖାଦ୍ୟ, ଟଙ୍କା କିମ୍ବା ପୋଷାକ ହେଉ, ତୁମର ବିଶ୍ୱାସ ଏବଂ କ୍ଷମତା ଅନୁସାରେ ଦାନ କରିବାକୁ ଏକ ବିନ୍ଦୁ ହୁଅ। ସେମାନଙ୍କର ଆଶୀର୍ବାଦ ଖୋଜ, କାରଣ ଏହି ସମୟରେ ଏହି ଆଶୀର୍ବାଦ ହେଉଛି ତୁମର ସର୍ବୋତ୍ତମ ସମ୍ପତ୍ତି। ତୁମେ ଅନୁଭବ କରିପାର ଯେ ତୁମେ ସଫଳତା ହାସଲ କରିବାରେ ଅନ୍ୟ ସମସ୍ତ ଉପାୟ ପୂର୍ବରୁ ସମାପ୍ତ କରିସାରିଛ, କିନ୍ତୁ ତାହା କୌଣସି ଫଳାଫଳ ଦେଇନାହିଁ। ଏବେ ଏହି ପଦ୍ଧତି ଚେଷ୍ଟା କର ଏବଂ ଦେଖ ଯେ ସଫଳତା ତୁମର ପାଦ ଚୁମ୍ବନ କରିବାକୁ ଆସୁଛି। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ଏହି ସମୟ ଏତେ ଅନୁକୂଳ ହେବ ଯେ ଆପଣ ଆପଣଙ୍କ ବୃତ୍ତିଗତ ଜୀବନରେ ସଫଳତାର ନୂତନ ମାନଦଣ୍ଡ ସ୍ଥାପନ କରିବାରେ ସଫଳ ହେବେ। ଭଗବାନ ଶନି ଆପଣଙ୍କୁ ଦୟାଳୁ ଭାବରେ ଦେଖୁଛନ୍ତି। ତେଣୁ ଯେକୌଣସି ନୂତନ ଉଦ୍ୟମ କିମ୍ବା କାର୍ଯ୍ୟକୁ ସଚ୍ଚୋଟ ହୃଦୟରେ ଗ୍ରହଣ କରନ୍ତୁ। ଆରମ୍ଭ କରିବା ପୂର୍ବରୁ ଭଗବାନ ଶନିଙ୍କୁ ପ୍ରାର୍ଥନା ଏବଂ ଭକ୍ତି ପ୍ରଦାନ କରନ୍ତୁ। ସଫଳତା ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ରହିଛି। ଆପଣ ମହାନ ସଫଳତା ହାସଲ କରିବାକୁ ଯାଉଛନ୍ତି। ଆପଣଙ୍କର ସମସ୍ତ ହୃଦୟର ଇଚ୍ଛା ପୂରଣ ହେବାକୁ ଯାଉଛି। ସେହି ଇଚ୍ଛା କରୁଥିବା ସନ୍ତାନମାନେ ପିତାମାତା ହେବାର ଆନନ୍ଦ ଅନୁଭବ କରିବେ। ଏହା ବ୍ୟତୀତ ଯେଉଁମାନେ ଏକ ଘର କରିବାକୁ ଚାହୁଁଛନ୍ତି, ଏହି ସମୟରେ ସେମାନେ ଏକ ନୂତନ ଗୃହ ନିର୍ମାଣ କରିପାରନ୍ତି କିମ୍ବା କିଣିପାରନ୍ତି। ସମ୍ପତ୍ତି ସମ୍ବନ୍ଧୀୟ କୌଣସି ଆକାଂକ୍ଷା ଯଦି ଆପଣଙ୍କର ଅଛି ତ ଏହି ସ୍ୱପ୍ନ ଗୁଡ଼ିକ ଖୁବ୍ ଶୀଘ୍ର ବାସ୍ତବତାରେ ପରିଣତ ହେବ। ଆପଣ ଏକ ଘର, ଧନ ଏବଂ ଯାନର ସୁଖ ପ୍ରକୃତରେ ପ୍ରତ୍ୟେକ ଭୌତିକ ଆରାମ ଉପଭୋଗ କରିବାକୁ ଯାଉଛନ୍ତି। ଗ୍ରହର କ୍ରମ ଏହି ଫଳାଫଳକୁ ସମର୍ଥନ କରେ। ଯଦି ଆପଣ ସଚ୍ଚୋଟତା ଏବଂ ସାଧୁତାର ସହିତ କାମ ଜାରି ରଖନ୍ତି, ତଥାପି ଆପଣଙ୍କ ହୃଦୟରେ ଈର୍ଷା କିମ୍ବା ଅସନ୍ତୋଷର ଭାବନା ରଖନ୍ତୁ ନାହିଁ। ଯେପରିକି ଆପଣଙ୍କ ପାଖରେ ଯାହା ଅଭାବ ଅଛି ତାହା ଅନ୍ୟମାନେ କାହିଁକି ପାଇବେ ବୋଲି ଭାବିବା କିମ୍ବା ଅନ୍ୟମାନେ ସଫଳତା ହାସଲ କଲେ ଈର୍ଷା ଅନୁଭବ କରିବା। ଯଦି ଆପଣ ଏପରି ନକାରାତ୍ମକତାକୁ ମୂଳ ପୋଛିବାକୁ ଦିଅନ୍ତି ତେବେ ଆପଣଙ୍କୁ ପ୍ରତିକୂଳ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ଅନ୍ୟ କେହି ଆଗକୁ ବଢୁଛନ୍ତି ତେବେ ସେମାନଙ୍କୁ ଛାଡ଼ନ୍ତୁ।
निज प्रगति उपरे ध्यान दियंतु निजर सफलता एवं उन्नति उपरे ध्यान देई आगकु बढ़ंतु सफलता निश्चित भाबरे आपणकर हेबो केबे भी कोनोसी परिस्थिति रे ईर्ष्यार भावना को आपणक हृदय प्रवेश करिबाको दियंतु नाही यह सहित आपणको आपणक पिता मातांक ठारू प्रचुर समर्थन मिलिबो आमे आपणको एहा मध्य जणाई देउछु जे एही आगामी समय आपणक जीवनर ए पर्यंत सबु ठारू भलो पर्याय हेबाकु जाउछि आपणक जीवन रे एक बड़ परिवर्तन आसीबाकु जाउछि साधारणतः एही समय आपण जहा भी निष्पत्ति नियंती ताहा सफलतारे परिणाम हेबो तथापि आमे आपणको जेकोसी जानवाहन चलाइबा समय सतर्कता अवलंबन करने परामर्श देउछु जेपरि आमे पूर्व भिडियो रे उल्लेख करिछु जदि आपण वर्तमान खराब साथी रखुचंती तेबे आपणको सही संपर्क गुड़िकु छिन्न करबाकू पड़िबो जदि आपण प्रकृत रे आपणकर जीवन एवं प्रगति रे किछि करिबाकू चाहंती उदाहरण स्वरूप मद्यपान त्याग करी किंबा नकारात्मक प्रभाव रु निजकु दूरे रखी तेबे आपणको एपरि बंधु मानकु छाड़ी देबाकू पड़िबो एही निष्पत्ति जीवन परिवर्तनकारी साब्यस्त होई पारे याको परीक्षा करंतु एवं आपण आपणको आखि आगरे आपणकर जीवन परिवर्तन देखिबे जदि आपण खराब साथी परित्याग करंती तेबे आपणक जीवनरु निराशार मेघ उठिजिबो आपण जे कोनोसी प्रकारर घरोई विवाद किंबा पारिवारिक कलहरु मुक्त हेबे आपणको दुख किंबा कष्टर सम्मुखीन हेबाकू पड़िबो नाही बरं आपणक जीवन रे सबु किछि शुभ एवं सुसंगत हेबो शेषरे आपणकर स्वास्थ्य विषय ग्रह नक्षत्र गुड़िक आपणक पक्षरे दृढ़ भावरे समान जहा सूचाई दिए जे आपण कोनोसी स्वास्थ्य संबंधी प्रतिघात किंबा जटिलतार सम्मुखीन हेबे नाही आपणकर शारीरिक सुस्थता उत्कृष्ट रहिबाकू स्थिर होइछि भल स्वास्थ्यर नक्षत्र गुड़िक आपणक पक्षरे अछंती आपण चाप मुक्त रहिबाकू चेष्टा करंतु एहाको हासिल करिबा पई दैनंदिन योग एवं ध्यान करंतु नकारात्मक चिंता धारा दूर करंतु एवं सकारात्मक मानसिकता विकसित करंतु उत्तम स्वास्थ्य बचाई रखिबा पई यथा संभव आयुर्वेदिक प्रतिकार एवं उपादान गुड़िक आपणक दिनचर्या रे शामिल करंतु एहा व्यतीत विशेष भावरे एहा लाभदायक हेबो आपण प्रत्येक दिन भगवान शनिक सह जड़ित किछि प्रतिकारात्मक पदक्षेप ग्रहण करंतु उदाहरण स्वरूप आपण भगवान शनिक सह जड़ित जिनिस दान करि पारिबे प्रत्येक दिन एक कला कुकुर किंबा गाई को सोरिष तेल रे प्रस्तुत रुटी खुआंतु एवं भगवान शनि बीज मंत्र प्रत्येक दिन 108 थर जप करंतु ओस्त गछ मूल रे विशेष करी शनिवार दिन सोरिष तेलर दीप जालंतु एहा करिबा निश्चित भावरे आपणकु लाभ प्रदान करिबो जदि आपण वर्तमान आपणक जीवन रे कोनोसी असुविधार सम्मुखीन हेउचंती तेबे एही उपाय गुड़िक आपणकु आश्वस्ति पाइबारे साहाय्य करिबो जहार फल स्वरूप सकारात्मक फलाफल व्यतीत आउ किछि हेबो नाही भगवान शनिक कृपा सर्वदा आपणक उपरे बजाय रहिबो।